ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଙ୍ଗାରଗଡ଼ିଆ କଲ୍ୟାଣନଗର ଅଞ୍ଚଳରୁ ଗୋଟିଏ ରାତିରେ ଘର ମାଲିକଙ୍କ ସମେତ 2 ଜଣଙ୍କୁ ଘରୁ ଚୋରି ହୋଇଛି। ଏଥିରୁ ବାଦ୍ ପଡ଼ିନାହାନ୍ତି ସାମ୍ବାଦିକ। ଘରେ ନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଭିତରେ ଉଭୟଙ୍କ ଘରୁ ଲୁଗାପଟା, ସୁନା, ରୂପା ଗହଣା ଓ ମୋବାଇଲ ଫୋନ୍ ଚୋରି କରି ନେଇଛନ୍ତି। ମିଳିଥିବା ସୂଚନା ମୁତାବକ କଲ୍ୟାଣନଗର ଅଞ୍ଚଳର ଶାନ୍ତନୁ ଦାସଙ୍କ ଘରେ ସାମ୍ବାଦିକ ଜୀବନଜ୍ୟୋତି ନାୟକ ଭଡ଼ାରେ ରହୁଥିଲେ। ସେ ଗୁରୁବାର ଦିନ କୌଣସି କାମବଶତଃ ନିଜ ଗାଁ ଖଇରାକୁ ଯାଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ତାଙ୍କ ଘର ଖୋଲା ଥିବା ଦେଖି ପଡ଼ୋଶୀ ତାଙ୍କୁ ଖବର ଦେଇଥିଲେ। ଖବର ପାଇ ଜୀବନ ରାତିରେ ଘରକୁ ଫେରି ଚୋରି ହୋଇଥିବାର ଜାଣିବାକୁ ପାଇଥିଲେ। ଦୁର୍ବୃତ୍ତମାନେ ଘର ଭିତରେ ପଶି ଆଲମିରା ଭାଙ୍ଗି ତା ଭିତରୁ ସୁନା କାନଫୁଲ, ରୂପା ବଳା, ପାଉଁଜି, ରୂପା ବାସନ ସହ ଗୋଟିଏ ମୋବାଇଲ ଫୋନକୁ ଚୋରି କରି ନେଇଛନ୍ତି। ଏନେଇ ଶନିବାର ଦିନ ଶିଳ୍ପାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି ଜୀବନଜ୍ୟୋତି ନାୟକ। ପୋଲିସ ତାଙ୍କ ଅଭିଯୋଗ ମୂଳେ ଥାନାରେ ମାମଲା ରୁଜୁ କରିବା ସହ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି। ସେହିପରି ଉପର ମହଲାରେ ରହୁଥିବା ଘର ମାଲିକଙ୍କ ଘରୁ ମଧ୍ୟ ଚୋରି ହୋଇଛି। ତେବେ ଶ୍ରୀ ଦାସ ବାହାରେ ଥିବା ବେଳେ ଚୋରି ସାମଗ୍ରୀ ସମ୍ପର୍କରେ ଜଣାପଡ଼ିନାହିଁ। ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ ବର୍ଷକ ତଳେ ଏଠାରୁ ମଧ୍ୟ ଚୋରି ହୋଇଥିଲା। ଏହାଛଡ଼ା ଅଧିକାଂଶ ସମୟରେ ଏହି ଅଞ୍ଚଳରୁ ଚୋରି ଛିନତାଇ ହେଉଥିବା ଅଭିଯୋଗ ହେଉଛି। ପୋଲିସ ପକ୍ଷରୁ ପାଟ୍ରୋଲିଂ କରାଯାଉଥିଲେ ବି ଲୋକେ ଘରେ ରହୁନଥିବାର ସୁଯୋଗ ନେଇ ଲୁଟେରାମାନେ ଲୁଟ୍ କରି ଖସି ଯାଉଛନ୍ତି। ତେବେ କଡ଼ାକଡ଼ି ପାଟ୍ରୋଲିଂ କରାଗଲେ ବହୁ ପରିମାଣରେ ଚୋରିକୁ ରୋକାଯାଇପାରିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି। ମୁଁ ତ ବିଶେଷ କରି ଜଷ୍ଟ ବାହାରୁ ଆସିକି ଏଠି ଗୋଟେ ମୋ ଘର ସାଇଡ୍ରେ ଅଛି ତ ମୁଁ ଏଠି ଗଲାପରେ ଏଠି ଲୋକ ଗ୍ୟାଦରିଂ ହେଇଛି। ମୁଁ ଜାଣିଲି କ'ଣ ହେଇଛି, ଚାଲେ ଏଇଭଳିଆ ମିଡ଼ିଆ ବାଲା ବି ଥିଲେ ଏଠି, ସେମାନେ କହୁଥିଲେ ଯେ ଏମିତି ଚୋରି ହେଇଛି। ତାପରେ ଜଣାପଡ଼ିଲା କି ତଳେ ବି ହେଇଛି, ଉପରେ ବି ଆଟାକ୍ ବି ହେଇଛି ଦି ଘର। ୟା ପୂର୍ବରୁ ବି ୱାନ୍ସ ମାନେ ବର୍ଷ ତଳେ ହେଇଥିଲା। ହଁ, କିଛି ସେତେବେଳେ କିଛି ପାଇଲେନି। ହଁ, ବର୍ତ୍ତମାନ ଆଉ ଏଇଠି ଯେଉଁ ଅଛନ୍ତି ଆମ ମିଡ଼ିଆ ବାବୁ ବି ସେ ଗୋଟେ ଇଟିଭିର, ହଁ, ସେ ବି ବୋଧେ 7-8 ହେଲା ଘରେ ନଥିଲେ। ହଁ, ତାଲା ଫାଲା ପଡ଼ିଛି। ବୋଧେ ସେଇ ମୌକା ନେଇକି ଏଠି ଚୋର ଏଠି ଫ୍ରିକ୍ୱେଣ୍ଟଲି ଏଠି ପ୍ରାୟ ମାନେ ହୁଏ ଚୋରିଟା। ୟା ପୂର୍ବରୁ ଆହୁରି ଗୋଟେ ସେଇ ଛକ ଯେଉଁ ଅଛି ସେଇ ଜାଗାରେ ବି ୱାନ୍ସ ହେଇଥିଲା ତାଙ୍କ ଘରେ ବି। ଆଉ ଏଇଠି ବି ଛକ ଇଏରେ ଅନ୍ଧାରରେ ଟିକେ ମୋବାଇଲ ଫୋବାଇଲ ଗୋଟେ ଟାଣିକି ନେଇଯାଆନ୍ତି ପିଲାଗୁଡ଼ା। ହଁ, ଏଇ ସବୁ କାଣ୍ଡ ଏଇଠି ହୁଏ ବିଶେଷ ଭାବରେ। ଆଉ ସ୍ନଚିଂଟା ମାନେ ମେନଲି ଏଇ ଯେଉଁ ମୋବାଇଲ ଫୋନଟାକୁ ସେ ଟାଣି ଟୁଣାକି ନିଅନ୍ତି। କାହିଁକିନା ସେ ଯେଉଁଗୁଡ଼ା ଆସନ୍ତି ଝିଅ ଫିଅଗୁଡ଼ା ସବୁ ଏକଦମ ମାନେ କାନ୍ଦ ଦେଇକି ଗୋଟେ ଇଏରେ ଯାଆନ୍ତି କଥାବାର୍ତ୍ତା ହେଇକି, ପଛରେ ଟୋକାଗୁଡ଼ା ଆସିକି ମାନେ ଟିକେ ଟାଣି ନେଇଯାଆନ୍ତି। ଆଜ୍ଞା, ସମସ୍ତେ ତ ଯିଏ ଯାଏ ଘର ଭିତରେ ରହୁଛନ୍ତି ଅନ୍ଧାର। ତାପରେ କେହି ଏଠି ମାନେ ଏମିତି ଲୋକେସନ ମାନେ ଆପଣ 7ଟା ବାଜିଲା ମାନେ ଶୁନଶାନ ମାନେ ଶ୍ମଶାନ ଘାଟ ଭଳିଆ। ତେଣୁକରି ମୌକା ମିଳିଯାଉଛି। ପେଟ୍ରୋଲିଂ ତ କରୁଛନ୍ତି, ମଝି ମଝିରେ ଆସିକି କରୁଛନ୍ତି। କେଉଁ ସମୟରେ ଆସୁଛନ୍ତି କହିଲେ ଆମର ବି ଏଇଠି ଗୋଟେ ଜଣେ ସିକ୍ୟୁରିଟି ଗୋଟେ ରଖା ହେଇଛି ଗୋଟେ। ହଁ, ଗାର୍ଡ଼ ଗୋଟେ ସେ ଯେଉଁ ଆମେ ପଇସା ଦେଇକି କରୁଛୁ, ସିଏ ଗୋଟିଏ ଲୋକ ଏତେ ବଡ଼ କଲୋନୀଟାକୁ କ'ଣ ସେ କଭର କରିବ? ହଁ, ନିଶ୍ଚିତ ଭାବରେ ପେଟ୍ରୋଲ ଟିକେ ହେବା କଡ଼ା ମାନେ ଏଇଟା ଗୋଟେ ହେଇଗଲା ମାନେ ଜାଗାଟା ଗୋଟେ କ୍ରାଇମ୍ ମାନେ ଗୋଟେ ଚୋରିର ସ୍ପଟ୍ ଗୋଟେ ହେଇଗଲାଣି ଏଇଟା। ଏଇଠି ଟିକେ ବେଶୀ ଟିକେ ଦରକାର ଏଇଟା ଲକ୍ଷ୍ୟ ରଖିବା। ହଁ, ସେପଟେ ସିଧା ସେମାନେ ପଳେଇଯାନ୍ତି, ସେମିତି ବିକାଶ ନଗର ଦେଇକି ଏମିତି ପଳେଇଯାନ୍ତି। ଆଉ ଏପଟେ ଯେଉଁମାନେ ଇଆଡ଼ୁ ଆସନ୍ତି ଏମିତି ଏପଟେ ପଳେଇଯାନ୍ତି। ଆଉ ପ୍ରାୟ ସମସ୍ତଙ୍କ ଘରେ କହିବାକୁ ଗଲେ ତାଙ୍କର ପିଲାମାନେ ସବୁ ବାହାରେ ରହୁଛନ୍ତି। ହଁ, ପ୍ୟାରେଣ୍ଟସ୍ ଖାଲି ବୁଢ଼ାବୁଢ଼ୀ ଘରମାନଙ୍କ ରହୁଛନ୍ତି। ସେମାନେ ବସିଲେ ଟିଭି ଦେଖିଲେ କବାଟ ଦେଇକି ସେ କ'ଣ ଆଉ ଜାଣିଲେ କି ବାହାରେ କ'ଣ ହେଉଛି ବୋଲି। ପରେ ଯେମିତି ହାଲାଗୋଲା ହେଲା ପରେ ଜାଣିପାରୁଛନ୍ତି।